ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲର ଅନ୍ୟ ଏକ ନୂଆ ଭିଡିଓକୁ ଆପଣମାନଙ୍କୁ ସ୍ୱାଗତ। ପୂର୍ବ ଭିଡିଓରେ ଆମେ ଆଲୋଚନା କରିଥିଲେ ନାଥ ସାହିତ୍ୟ ଓ ଚର୍ଚ୍ଚା ଗୀତିକାର 30 ଗୋଟି ପ୍ରଶ୍ନ ଉତ୍ତର। ଆସନ୍ତୁ ଆଜି ଆଲୋଚନା କରିବା ଲୋକ ସାହିତ୍ୟର ପୁଣି ଥରେ 30ଟି ପ୍ରଶ୍ନ ଉତ୍ତର। ତା ପୂର୍ବରୁ ଆପଣମାନଙ୍କୁ କହି ରଖେ ୟୁଟ୍ୟୁବ୍ ଚ୍ୟାନେଲକୁ ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ଭଲ ଲାଗୁଥିଲେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଭିଡିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଏଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବେ। ଆସନ୍ତୁ ଆଲୋଚନା କରିବା। ସାହିତ୍ୟର ଦୁଇଟି ଧାରା ଦେଖିବାକୁ ମିଳେ। କେତୋଟି ଧାରା ଦେଖିବାକୁ ମିଳେ? ଦୁଇଟି ଧାରା ଦେଖିବାକୁ ମିଳିଥାଏ। ଗୋଟିଏ ହେଲା ମୌଖିକ ସାହିତ୍ୟ ଏବଂ ଅନ୍ୟଟି ହେଲା ଲୋକ ସାହିତ୍ୟ ଲିଖିତ ସାହିତ୍ୟ। ପ୍ରଥମଟି ଲୋକ ସାହିତ୍ୟ ଭାବରେ ପରିଚିତ ଓ ଦ୍ୱିତୀୟଟି ବୌଦ୍ଧିକ ସାହିତ୍ୟ ରୂପେ ପରିଗଣିତ। ପ୍ରଥମଟି ହେଲା ଲୋକ ସାହିତ୍ୟ ଏବଂ ଦ୍ୱିତୀୟଟି ହେଲା ବୌଦ୍ଧିକ ସାହିତ୍ୟ ବା ଲିଖିତ ସାହିତ୍ୟ। ପ୍ରଥମଟି ହେଲା ଲୋକ ସାହିତ୍ୟ ବା ମୌଖିକ ସାହିତ୍ୟ। ପ୍ରତ୍ୟେକ ଭାଷାରେ ଲୋକ ସାହିତ୍ୟ ଅଛି, ମାତ୍ର ଲିଖିତ ସାହିତ୍ୟ ନଥାଇପାରେ। ସବୁ ଭାଷାରେ ଲୋକ ସାହିତ୍ୟ ଅଛି, ମାତ୍ର ଲିଖିତ ସାହିତ୍ୟ ନଥାଇପାରେ। ଲିଖିତ ସାହିତ୍ୟ ସୃଷ୍ଟି ହେବା ପୂର୍ବରୁ ଲୋକ ସାହିତ୍ୟର ଆଗମନ। ଯେତେବେଳେ ଲିଖିତ ସାହିତ୍ୟ ସୃଷ୍ଟି ହେଲା, ତାର ବହୁ ପୂର୍ବରୁ ଲୋକ ସାହିତ୍ୟ ଆଗମନ ଘଟି ସାରିଥିଲା। ଓଡ଼ିଆ ସାହିତ୍ୟ ମଧ୍ୟ ଏହି ନିୟମରୁ ବାହାରେ ନୁହେଁ। ଅସଂଖ୍ୟ ଅଜ୍ଞାତ ସ୍ରଷ୍ଟାଙ୍କ ଦ୍ୱାରା ଓଡ଼ିଆ ଲୋକଗୀତ, ଲୋକ କାହାଣୀ, ଲୋକ ନାଟକ ଇତ୍ୟାଦି ଜନତାର ଚିତ୍ତ ବିନୋଦନରେ ଶହ ଶହ ବର୍ଷ ଧରି ଉତ୍ସର୍ଗୀକୃତ। ପାଶ୍ଚାତ୍ୟ ଗବେଷକ ମାନଙ୍କ ଦ୍ୱାରା ଓଡ଼ିଆ ଲୋକ ସାହିତ୍ୟର ଚର୍ଚ୍ଚା ଆରମ୍ଭ ହୋଇଥିଲା। କୋଉମାନଙ୍କ ଦ୍ୱାରା? ପାଶ୍ଚାତ୍ୟ ଗବେଷକ ମାନଙ୍କ ଦ୍ୱାରା ଓଡ଼ିଆ ଲୋକ ସାହିତ୍ୟର ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବହୁ ଦେଶୀୟ ଗବେଷକ ଏ ଦିଗରେ ଉପାଦେୟ ତଥ୍ୟମାନ ଆବିଷ୍କାର କରି ବିପୁଳାୟତ ଲୋକ ସାହିତ୍ୟର ବହୁମୁଖୀ ଦିଗ ଉନ୍ମୋଚନ କରିଛନ୍ତି। ଦେଶୀୟ ଗବେଷକମାନେ ଗବେଷଣା କରି ବହୁମୁଖୀ ଦିଗ ଓଡ଼ିଆ ସାହିତ୍ୟ ବା ଲୋକ ସାହିତ୍ୟର ବହୁମୁଖୀ ଦିଗକୁ ଉନ୍ମୋଚନ କରିଛନ୍ତି। ସମଗ୍ର ବିଶ୍ୱରେ ସମ୍ପ୍ରତି ଲୋକ ବିଦ୍ୟା ବା ଫୋକ୍ଲୋର ଅଧ୍ୟୟନର ଏକ ପ୍ରମୁଖ କ୍ଷେତ୍ର ଭାବରେ ମାନ୍ୟତା ପାଇଛି। ଆଜିର ପ୍ରଥମ ପ୍ରଶ୍ନ, ଯେଉଁ ସାହିତ୍ୟକୁ ମହାନ ବିଦ୍ୱାନ ଠାରୁ ଗଣ୍ଡମୂର୍ଖ ପର୍ଯ୍ୟନ୍ତ ସମସ୍ତେ ବୁଝିପାରନ୍ତି, ତାହାକୁ ଲୋକ ସାହିତ୍ୟ କହନ୍ତି। ଏ ମନ୍ତବ୍ୟ କାହାର? ଏହାର ଉତ୍ତର ହେବ, 1 ନମ୍ବର ଉତ୍ତର ହେବ କୁଞ୍ଜ ବିହାରୀ ଦାସ। 2 ନମ୍ବର ପ୍ରଶ୍ନ, ଫୋକ୍ଲୋର ଅଫ ଓରିସା ଶୀର୍ଷକ ପ୍ରଥମ ଓଡ଼ିଆ ଲୋକ ସାହିତ୍ୟ ସମ୍ପର୍କୀୟ ଆଲୋଚନା 1872 ଖ୍ରୀଷ୍ଟାବ୍ଦରେ ପ୍ରଥମେ ପ୍ରକାଶ ପାଇଥିଲା। ଏହାର ଲେଖକ କିଏ? ଜନ୍ ବିମ୍ସ। 2 ନମ୍ବର ଉତ୍ତର ହେବ ଜନ୍ ବିମ୍ସ। ପରବର୍ତ୍ତୀ ପ୍ରଶ୍ନ ଏବଂ 3 ନମ୍ବର ପ୍ରଶ୍ନ, କଣ କହି ରାଧା ଘରକୁ ଗଲେ କଥା ନ କୁହେ ବାଟରେ ବଡ଼ ଶରଧା? ଏହା ଗୋଟିଏ କଣ? ଢଗ। ଆର ଉତ୍ତର ହେବ କଣ? ଢଗ। 4 ନମ୍ବର ପ୍ରଶ୍ନ, 4 ନମ୍ବର ପ୍ରଶ୍ନର ଉତ୍ତର ହେବ ଡି। କଣ କଣ ଦେଖିବା? 1ର ଟ୍ରିପୁଲ ଆଇ, ବଉଳା ଗାଈ ଗୀତ ଓ ଲୋକ କଥା, ସୁଆଙ୍ଗ ନାଟକ, କାଶିଆ କପିଳା ଭେଟ ଲୋକ କାହାଣୀ, ଦାସକାଠି ଲୋକ ବାଦ୍ୟ। 5 ନମ୍ବର ପ୍ରଶ୍ନ, ଲୋକରତ୍ନ ଉପାଧିରେ କିଏ ବିଭୂଷିତ? କୁଞ୍ଜ ବିହାରୀ ଦାସ। ଲୋକରତ୍ନ କୁଞ୍ଜ ବିହାରୀ ଦାସ। 5 ନମ୍ବର ପ୍ରଶ୍ନର ଉତ୍ତର ଏ। 6 ନମ୍ବର ପ୍ରଶ୍ନ, ଉତ୍କଳ ଗାଉଁଲି ଗୀତର ସଂକଳକ କିଏ?
ଚକ୍ରଧର ମହାପାତ୍ର। 6 ନମ୍ବର ଉତ୍ତର କ'ଣ ହେବ? ସି ଚକ୍ରଧର ମହାପାତ୍ର ଉତ୍କଳ ଗାଉଁଲି ଗୀତର ସଂକଳକ। 7 ନମ୍ବର ପ୍ରଶ୍ନ କେଉଁଠି କୁଞ୍ଜବିହାରୀ ଦାସଙ୍କ ଦ୍ୱାରା ସଂକଳିତ ଲୋକଗୀତ ଓ କାହାଣୀ ଲୋକଗୀତ ଓ କାହାଣୀ ଗ୍ରନ୍ଥଟି କାହାର? କୁଞ୍ଜବିହାରୀ ଦାସଙ୍କର। 8 ନମ୍ବର ପ୍ରଶ୍ନ ଶିଶୁ ଗୀତକୁ ଚକ୍ରଧର ମହାପାତ୍ର କେଉଁ ନାମରେ ଚିହ୍ନିତ କରିଛନ୍ତି? ଏହାର ଉତ୍ତର ହେବ ଧନାବାୟା ଗୀତ। 8 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? ଧନାବାୟା ଗୀତ। 9 ନମ୍ବର ପ୍ରଶ୍ନ ଗଛ ଲହକା ପତର ବଙ୍କା ତା ଫଳଟା ମୁଠାଏ ଟଙ୍କା ଏ ପହଳିର ଅର୍ଥ କ'ଣ? 9 ନମ୍ବର ଉତ୍ତର କ'ଣ ହେବ? ଧାନ। ଗଛ ଲହକା ପତର ବଙ୍କା ତା ଫଳଟା ମୁଠାଏ ଟଙ୍କା ଏହାର ଉତ୍ତର ହେବ ଧାନ। 10 ନମ୍ବର ପ୍ରଶ୍ନ ଫୋକ୍ ସଙ୍ଗ ଅଫ୍ ସାଉଥର୍ନ ଇଣ୍ଡିଆ ପ୍ରକାଶ କରି ପ୍ରଥମେ କିଏ ଭାରତରେ ଲୋକଗୀତ ସଂଗ୍ରହର ସୂତ୍ରପାତ କରିଥିଲେ? 10 ନମ୍ବର ପ୍ରଶ୍ନ ଏହାର ଉତ୍ତର ହେବ କ'ଣ? ଡି.ଇ. ଗୋଭର। 11 ନମ୍ବର ପ୍ରଶ୍ନ କେଉଁଠି ଢଗ ନୁହେଁ? 11 ନମ୍ବର ପ୍ରଶ୍ନର ଉତ୍ତର ହେବ ସି ଅମୁଆ ସିଏ ଦେଉଳ ପରି ଦିଶେ ଦେଉଳର ମୁହଁ ନାହିଁ ବ୍ରାହ୍ମଣ କେମିତି ପଶେ? ଅମୁଆ ସିଏ ଦେଉଳ ପରି ଦିଶେ ଦେଉଳର ମୁହଁ ନାହିଁ ବ୍ରାହ୍ମଣ କେମିତି ପଶେ? 12 ନମ୍ବର ପ୍ରଶ୍ନ ହଳିଆର ବିଶେଷତ୍ୱ ହେଉଛି କ'ଣ? ହଳିଆ ଗୀତର ବିଶେଷତ୍ୱ କ'ଣ? ହଳ କଲାବେଳେ ଏହା ଗାନ କରାଯାଏ। ଏହାର ଉତ୍ତର କ'ଣ ହେବ? ହଳ କଲାବେଳେ ଏହା ଗାନ କରାଯାଏ। 13 ନମ୍ବର ପ୍ରଶ୍ନ 13 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? ଏଇଟା ହେବ ଏହାର ଉତ୍ତର। ଅଶୋକାଷ୍ଟମୀ ଯାତ୍ରା ଭୁବନେଶ୍ୱର ଏକର କ'ଣ ହେବ? ଆଇଭି ସାହି ଯାତ୍ରା 2ର କ'ଣ? 3 ପଏଣ୍ଟ ସାହି ଯାତ୍ରା ପୁରୀ ଠାକୁରାଣୀ ଯାତ୍ରା ବ୍ରହ୍ମପୁର ଧନୁଯାତ୍ରା ବରଗଡ଼। 14 ନମ୍ବର ପ୍ରଶ୍ନ ଧୋରେ ବାୟା ଧୋ କେଉଁ ଶ୍ରେଣୀର ଲୋକଗୀତ? ଉତ୍ତର କ'ଣ ହେବ? ନାନାବାୟା ଗୀତ। 15 ନମ୍ବର ପ୍ରଶ୍ନ ଉତ୍କଳ କାହାଣୀର ସଂକଳକ କିଏ? ଉତ୍କଳ କାହାଣୀର ସଂକଳକ ଗୋପାଳ ପ୍ରହରାଜ ଉତ୍କଳ କାହାଣୀର ସଂକଳକ। 16 ନମ୍ବର ପ୍ରଶ୍ନ ଲୋକ କାହାଣୀର ଏକ ମୋଟିଭ ହେଉଛି ମନ ପବନ କଠଉ 16 ନମ୍ବର ଉତ୍ତର କ'ଣ ହେବ? ସି। 17 ନମ୍ବର ପ୍ରଶ୍ନ ମୋଗଲ ତାମସାର ଲେଖକ କିଏ? ଏମାନଙ୍କ ଭିତରୁ ମୋଗଲ ତାମସାର ଲେଖକ କିଏ? ବଂଶୀ ବଲ୍ଲଭ ଗୋସ୍ୱାମୀ ହେଉଛନ୍ତି ମୋଗଲ ତାମସାର ଲେଖକ। 18 ନମ୍ବର କେଉଁ ଲୋକନୃତ୍ୟରେ ମୁଖା ବ୍ୟବହୃତ ହୁଏ? ଏହା ସମସ୍ତେ ଜାଣିଛନ୍ତି ମୟୂରଭଞ୍ଜର ଲୋକ ନାଟକ ଛଉ। କେଉଁଠି କୃଷିଭିତ୍ତିକ ପର୍ବ? 19 ନମ୍ବର ପ୍ରଶ୍ନ କେଉଁଠି କୃଷିଭିତ୍ତିକ ପର୍ବ? ଦୋଳ ମକର ଦୀପାବଳି ନୂଆଖାଇ ଏହାର ଉତ୍ତର କ'ଣ ହେବ? ନୂଆଖାଇ। 19 ନମ୍ବର ଉତ୍ତର ନୂଆଖାଇ। 20 ନମ୍ବର କେଉଁଠି ନୃତ୍ୟ ଲୋକନାଟକ ଏହାର ଉତ୍ତର ହେବ ଡାଲଖାଇ। 21 ନମ୍ବର ପ୍ରଶ୍ନ ମୋଟିଭର ଅଭିପ୍ରାୟ କ'ଣ? ଏହାର ଉତ୍ତର କ'ଣ ହେବ? ଲୋକ ଗଳ୍ପର ଅପରିବର୍ତ୍ତନୀୟ ସୂକ୍ଷ୍ମ ଅଂଶ ଯୋଉଟା ପରିବର୍ତ୍ତନ ହେବ ନାହିଁ ଲୋକ ଗଳ୍ପର ଅପରିବର୍ତ୍ତନୀୟ ସୂକ୍ଷ୍ମ
ଜିନିଷକୁ କଣ କହିବା ଆମେ ମୋଟିଭ ବା ଅଭିପ୍ରାୟ ବୋଲି କୁହାଯାଏ। 22 ନମ୍ବର ପ୍ରଶ୍ନ, କ ସ୍ତମ୍ଭ ଖ ସ୍ତମ୍ଭ ଦେଖିବା। ଗଳ୍ପରେ କାହାକୁ କଣ କୁହାଯାଏ? ବାଘ, ବିଲୁଆ, ନନା, ବେଙ୍ଗୁଲି, ନାନୀ, ମାଣିକ ରାଜା। ତାହେଲେ କଣ ହବ ଉତ୍ତର 22 ନମ୍ବର? ଏକର ଟୁଏଲ। ଏଟା ହବ ଉତ୍ତର। 23 ନମ୍ବର ପ୍ରଶ୍ନ, 23 ନମ୍ବର ପ୍ରଶ୍ନର ଉତ୍ତର ହେବ ସି। ଓଡ଼ିଆ ପଲ୍ଲୀ ସାହିତ୍ୟ ନଟବର ସାମନ୍ତରାୟ। ଓଡ଼ିଆ ଲୋକନାଟକ ହେମନ୍ତ କୁମାର ଦାସ। ପୂର୍ବ ଭାରତୀୟ ଲୋକମିତ ପ୍ରସନ୍ନ କୁମାର ମିଶ୍ର। ଲୋକ ସାହିତ୍ୟ ଚର୍ଚ୍ଚା କୈଳାସ ପଟ୍ଟନାୟକ। 24 ନମ୍ବର ପ୍ରଶ୍ନକୁ ଯିବା। କେଉଁଠି ଆଦିବାସୀ ଲୋକ ପର୍ବ ଦଶହରା, ରଜ ପର୍ବ, ଦୋଳ ପର୍ବ, ପୁଷ ପର୍ବ? ପୁଷ ପର୍ବ ପିଲାମାନେ, এই ପୁଷ ପର୍ବକୁ ପୁଣି କଣ କୁହାଯାଏ? ମକର। 25 ନମ୍ବର ପ୍ରଶ୍ନ, ବଣ୍ଡା ଆଦିବାସୀ ମାନେ କେଉଁ ଜିଲ୍ଲାରେ ବସବାସ କରନ୍ତି? ତାର ଉତ୍ତର ହେବ ମାଲକାନଗିରି। ମାଲକାନଗିରିରେ ବଣ୍ଡା ଆଦିବାସୀ ମାନେ ବସବାସ କରନ୍ତି, ମାଲକାନଗିରି ଜିଲ୍ଲା। 26 ନମ୍ବର ପ୍ରଶ୍ନ, ଛତର ଯାତ୍ରା କେଉଁଠି ଅନୁଷ୍ଠିତ ହୁଏ? ଉତ୍ତର ହବ କଣ? ଭବାନୀପାଟଣାରେ ଛତର ଯାତ୍ରା ଅନୁଷ୍ଠିତ ହୁଏ। 27 ନମ୍ବର ପ୍ରଶ୍ନ, ଲୋକ ସାହିତ୍ୟ ଗବେଷଣା କ୍ଷେତ୍ରରେ କିଏ ସଂରଚନାବାଦକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି? 27 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଭ୍ଲାଦିମିର କ୍ରଫ। 28 ନମ୍ବର ପ୍ରଶ୍ନ, ପ୍ରକାଶ କାଳ ଭିତ୍ତିରେ କ୍ରମ ନିର୍ଦ୍ଧାରଣ କର। ପ୍ରଥମ କଣ ହବ? ଓରିସାନ ଫୋକଲୋର 1। 2 କଣ ହବ? ହିଲ ଟ୍ରାଇବ୍ସ ଅଫ ଜୟପୁର। 3 ହବ ଏ ଷ୍ଟଡି ଅଫ ଓରିସା ଫୋକ ବାଲାଡ୍ସ। 4 ନମ୍ବର କଣ ହବ? ଏ ଷ୍ଟଡି ଅଫ ଓରିଆ ଫୋକ ବାଲାଡ। ତାହେଲେ ଉତ୍ତର କଣ ହବ? ଡି। 29 ନମ୍ବର ପ୍ରଶ୍ନ, କେଉଁଠି ଲୋକଗୀତର ପ୍ରତିଶବ୍ଦ ନୁହେଁ? ତାର ଉତ୍ତର କଣ ହେବ? କାନ୍ଦଣା ଗୀତ। ପ୍ରହ୍ଲାଦ ନାଟକ କେଉଁ ଅଞ୍ଚଳରେ ଅଭିନୀତ ହୁଏ? 30 ନମ୍ବର ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ, ପ୍ରହ୍ଲାଦ ନାଟକ କେଉଁ ଅଞ୍ଚଳରେ ଅଭିନୀତ ହୁଏ? ତାର ଉତ୍ତର କଣ ହବ? ଗଞ୍ଜାମ। ଗଞ୍ଜାମରେ ହୁଏ ପ୍ରହ୍ଲାଦ ନାଟକ। ଧନ୍ୟବାଦ।